ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି? ପ୍ରାର୍ଥନା କରୁଛନ୍ତି ତ? ପ୍ରାର୍ଥନା ମାନେ ଆମର ବ୍ୟକ୍ତିଗତ ପ୍ରାର୍ଥନା ଅଛି। ପରମେଶ୍ୱର ଆମକୁ ଜାଣିଛନ୍ତି ତ? ବାଇବେଲ ସବୁଦିନ ପଢ଼ୁଛନ୍ତି? ସହଭାଗିତା କରୁଛନ୍ତି? ପ୍ରଭୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ କହିଲେ, କାହିଁକି ଶୋଇ ପଡ଼ୁଅଛ? ପରୀକ୍ଷାରେ ଯେପରି ନ ପଡ଼, ଜାଗି ରହି ପ୍ରାର୍ଥନା କର। କିନ୍ତୁ ଆମେ ଯଦି ଜାଗତିକ ମନା ଲୋକମାନଙ୍କ ସହିତ ବେଶୀ ଉଠିବା ବସିବା, ଜଗତ ସହିତ ଈଶ୍ୱରଙ୍କୁ ସାଲିସ କରିବା, ଆମେ ସେଇ ଲଟର ସ୍ତ୍ରୀ ପରି ବିନଷ୍ଟ ହେବା। ଆମକୁ ଜାଣିବାର ଅଛି ଏ ଯୁଦ୍ଧ ଆତ୍ମିକ ଅଟେ, ଶାରୀରିକ ନୁହେଁ। ଆମକୁ ଆତ୍ମାରେ ଚାର୍ଜ ହେଇକି ରହିବାର ଅଛି। ସବୁଦିନ ବ୍ୟକ୍ତିଗତ ଆମର ପ୍ରାର୍ଥନା କରିବାର ଅଛି। ବାଇବେଲ ସବୁଦିନ ପଢ଼ିବାର ଅଛି। ଶୈତାନ କ'ଣ ଛାଡ଼ିଦେବ? ସେ ବଡ଼ ବଡ଼ ଦାସମାନଙ୍କୁ ପକେଇ ଦେଇଛି। ଆମେ ଦେଖୁଛେ ଦାଉଦ ଜୀବନରେ କେଉଁପରି ସେ ପାପ ଆଣିଲା। ଆମେ ଦେଖୁଛେ ଜ୍ଞାନୀ ସଲମନକୁ କିପରି ସେ ନଷ୍ଟ କରିଦେଲା। ସାମସନ୍ ଜୀବନକୁ କିପରି ନଷ୍ଟ କଲା। ଆମକୁ ଉଦ୍ଯୋଗୀ ହେଇ ରହିବାର ଅଛି। ତାହେଲେ ଆମେ ସବୁ ବିଷୟରେ ଜୟଲାଭ କରିପାରିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।